ଆପଣମାନଙ୍କୁ ଏ ଟ୍ରେନ୍ର ଭିଡ଼ିଓଟି ଦେଖାଇବା ପଛର ଗୋଟିଏ କାରଣ ରହିଛି। କାହିଁକିନା ମୁଁ 2 ଦିନ ତଳେ ଫଲକନାମା ଟ୍ରେନ୍ରେ କଟକରୁ ବାଲେଶ୍ୱର ଯାଇଥିଲି। ମୋର ହଠାତ୍ ଗୋଟିଏ ଜରୁରୀ କାମ ପଡ଼ିଲା, ସେଇଥିପାଇଁ। ମୁଁ ବି ଜେନେରାଲ ବଗିରେ ସେଦିନ ଥିଲି। ମୁଁ ଦେଖିଲି ପ୍ରକୃତରେ ଯେଉଁମାନେ ଏ ଜେନେରାଲ ବଗିରେ ଯାଉଛନ୍ତି ସେମାନଙ୍କୁ ବହୁତ ଧନ୍ୟବାଦ ଦେବା ଦରକାର। କାହିଁକିନା ସେମାନଙ୍କ ଜୀବନଟା ମଧ୍ୟ ସେଇଭଳି କେତେ ଷ୍ଟ୍ରଗଲ୍ ଭିତରେ ସେମାନେ ଗତି କରୁଛନ୍ତି। କିଏ ଦେଖନ୍ତୁ କେଉଁଠି ମାନେ ଉପରେ ବେଡ଼ସିଟ୍କୁ ବାନ୍ଧିକିରି ତା ଭିତରେ ପଶିକି ଯାଉଛି, ତ କିଏ ଗେଟ୍ ପାଖରେ ଛିଡ଼ା ହୋଇଛି, ପୁଣି କିଏ ଲାଟ୍ରିନ୍ ପାଖରେ, କିଏ କେଉଁ ଭଳି ଭାବରେ ଯାଉଛନ୍ତି, ମାନେ ସେମାନଙ୍କୁ ଅଶେଷ ଧନ୍ୟବାଦ। ତା ଭିତରେ ପୁଣି ଭାଇଚାରାର ସମ୍ପର୍କ ବି ସୃଷ୍ଟି ହେଉଛି, ତାରି ଭିତରେ ବି ବହୁତ ଝଗଡ଼ାଝାଟି ବି ହେଇଯାଏ। ଏ ଜେନେରାଲ ବଗିରେ ବସିଥିବା ଲୋକଟି ତାର ଯେତେବେଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଏ, ସେତେବେଳେ ସେ ଭାବେ ଓହ୍ଲେଇ ସାରିଲା ପରେ ଯାହା ହଉ ଇଏ କଷ୍ଟରୁ ମୁକ୍ତି ପାଇଗଲି। କିନ୍ତୁ ଯିଏ ଏସି ବଗିରେ ଯାଇଥାଏ ସିଏ ଜାଣିପାରେନି ତାର ଗନ୍ତବ୍ୟସ୍ଥଳ କେତେବେଳେ ଆସିକିନି ପହଞ୍ଚିଯାଏ। ସେ ଶେଷରେ ଓହ୍ଲେଇ ସାରିବା ପରେ ଚିନ୍ତା କରେ, ଆରେ ଏତେ ଶୀଘ୍ର ବାଟ ସରିଗଲା, ଜଣା ପଡ଼ିଲାନି। କିନ୍ତୁ ଜେନେରାଲ ବଗିରେ ବସିଥିବା ଲୋକଟି ସିଏ ଭାବେ ଯାହା ହଉ ବହୁତ ଶୀଘ୍ର ଟ୍ରେନ୍ଟି ଆସି ପହଞ୍ଚିଗଲା, ମୁଁ କେମିତି ସେଥିରୁ ରକ୍ଷା ପାଇଗଲି, ସେଇଟା ଧନ୍ୟବାଦ ଜଣାଏ ଭଗବାନଙ୍କୁ। ସେଇଭଳି କଥା ମଣିଷ ଜୀବନ ମଧ୍ୟ ସେଇଭଳିଆ। ଯିଏ ଯେତେ ଦୁଃଖ କଷ୍ଟ ଝଡ଼ ଝଞ୍ଜାର ସମ୍ମୁଖୀନ କରିବ, ସେ ସେତେ ଭିତରୁ ଷ୍ଟ୍ରଙ୍ଗ ହେବ। ସେ ସବୁଥିରେ ଆଡ଼ଜଷ୍ଟ କରିବା ଶିଖିବ। ଯିଏ ଦୁଃଖକୁ କେବେ ସାମ୍ନା କରିନଥିବ, ସେ ସାମାନ୍ୟ ଦୁଃଖ ତା ପାଖକୁ ଆସିଲେ ହିଁ ସେ ଭାଙ୍ଗିଯିବ।